मनोज दासଙ୍କ ଅନ୍ତରଙ୍ଗ ଭାରତ ପ୍ରଥମ ପର୍ଯ୍ୟାୟ। ପାଷାଣ ପ୍ରତିମାର ଅଶ୍ରୁ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। 1559 ମସିହାରେ ପାଣ୍ଡ୍ୟ ରାଜଧାନୀ ମଦୁରାଇ ଆକ୍ରମଣ କଲେ ଚୋଳ ରାଜବଂଶର ଜଣେ ରାଜା। ପାଣ୍ଡ୍ୟ ରାଜା ପଳାଇ ଯାଇ ହାମ୍ପିରେ ବିଜୟନଗର ସାମ୍ରାଜ୍ୟପତିଙ୍କ ଦ୍ୱାରସ୍ଥ ହେଲେ। ବିଜୟନଗର ନରପତି ନାଗମ ନାୟକ ନାମକ ତାଙ୍କର ପ୍ରଧାନ ସେନାପତିଙ୍କୁ ପ୍ରେରଣ କଲେ। ସେ ଯେମିତି ଚୋଳ ରାଜାଙ୍କୁ ଘଉଡ଼ାଇ ଦେଇ ସିଂହାସନଚ୍ୟୁତ ପାଣ୍ଡ୍ୟ ରାଜାଙ୍କ ହାତରେ ପୁଣି ଶାସନଦଣ୍ଡ ଧରାଇ ଦେଇ ଲେଉଟିବେ। ନାଗମ ନାୟକ ମଦୁରାଇ ଅଭିଯାନ କରି ତାଙ୍କ ପ୍ରଭୁଙ୍କ ନିର୍ଦ୍ଦେଶର ପ୍ରଥମାର୍ଦ୍ଧ ପାଳନ କଲେ, କିନ୍ତୁ ବିତାଡ଼ିତ ରାଜାଙ୍କୁ ନ ବସାଇ ସିଂହାସନରେ ନିଜେ ବସିଗଲେ। ଏ ଔଦ୍ଧତ୍ୟର ସମାଚାର ପାଇ କ୍ରୋଧାନ୍ଧ ବିଜୟନଗର ନରପତି ତାଙ୍କର ଦକ୍ଷ ସେନାଧ୍ୟକ୍ଷମାନଙ୍କୁ ଡକାଇ ପ୍ରଶ୍ନ କଲେ, କିଏ ଯାଇ ବିଦ୍ରୋହୀ ନାଗମ ନାୟକଙ୍କୁ ବନ୍ଦୀ କରି ମୋ ଆଗକୁ ନେଇ ଆସିପାରିବ? ମୃତ ଅବସ୍ଥାରେ ଆଣି ଥୋଇଲେ ବି ଚଳିବ। ଯିଏ ପାରିବ ସିଏ ଯାହା ଚାହିଁବ ତାହା ଦେବି। ସେନାଧ୍ୟକ୍ଷମାନେ ପରସ୍ପର ମୁହଁ ଚାହାଁଚୁହିଁ ହେଲେ। ପ୍ରଧାନ ସେନାପତି ନାଗମ ନାୟକ ବିକ୍ରମ ଓ ଯୁଦ୍ଧ କୌଶଳରେ ଅପ୍ରତିଦ୍ୱନ୍ଦ୍ୱୀ। ତାଙ୍କୁ ସାମ୍ନା କରିବା ଅର୍ଥ ପ୍ରାଣ ଦେବା। ସେନାଧ୍ୟକ୍ଷମାନେ ନୀରବ ରହିବା ତଥା ଲଜ୍ଜିତ ହେବାର ଦେଖି ରାଜା କ୍ରୋଧରେ ଗର୍ଜନ କରିବାକୁ ଯାଇଛନ୍ତି, ସେତିକିବେଳେ ଜଣେ ଯୁବକ ଉଠିପଡ଼ି କହିଲେ, ମହାରାଜ, ଆପଣଙ୍କର ଅନୁମତି ହେଲେ ମୁଁ କାର୍ଯ୍ୟଟି ତୁଲାଇବାକୁ ପ୍ରସ୍ତୁତ ଅଛି। ସମସ୍ତେ ସ୍ତବ୍ଧ। ପ୍ରବଳ ବିସ୍ମୟ ଓ ଦ୍ୱନ୍ଦ୍ୱରେ ନିଜେ ରାଜା ବି ନୀରବ ରହିଲେ ଗୋଟିଏ ମୁହୂର୍ତ୍ତ। ତାପରେ କିନ୍ତୁ ଯୁବକଟିକୁ ମଦୁରାଇ ଅଭିଯାନ ନିମନ୍ତେ ଅନୁମତି ଦେଲେ। ସେ ଯୁବକ ଆଉ କେହି ନୁହେଁ, ନାଗମ ନାୟକଙ୍କ ପୁତ୍ର ବିଶ୍ୱନାଥ ନାୟକ। ଯୁବକ ଯାଇ ବାସ୍ତବିକ ପିତାଙ୍କୁ ପରାଜିତ ଓ ବନ୍ଦୀ କରି ନେଇ ଆସିଲେ। ଉତ୍ଫୁଲ୍ଲ ନରପତି କହିଲେ, କ'ଣ ମାଗୁଛ ମାଗ, ପିତାଙ୍କୁ ମୁକ୍ତି ଦିଆଯାଉ। ଏହା ହିଁ ହେଲା ବିଜୟୀ ଯୁବକଙ୍କ ମାଗୁଣି। ରାଜା ତାହା ମଞ୍ଜୁର କରିବା ସଙ୍ଗେ ସଙ୍ଗେ ବିଶ୍ୱନାଥ ନାୟକଙ୍କୁ ହିଁ ମଦୁରାଇର ଶାସକ କରି ପଠାଇଲେ। ପାଣ୍ଡ୍ୟ ରାଜା ଶାସନ ଦଣ୍ଡବିହୀନ ହସ୍ତରେ ଖାଲି ସିଂହାସନରେ ବସି ରହିଲେ। 2 ପୁରୁଷ ପରେ ସିଂହାସନ ଖଣ୍ଡିକ ବି ଆଉ ସେ ନିର୍ବାପିତ ପ୍ରାୟ ରାଜବଂଶ ଦଖଲରେ ରହିଲା ନାହିଁ। ବିଶ୍ୱନାଥଙ୍କ ପଣନାତି ତିରୁମଲ୍ଲ ନାୟକ ନିଜକୁ ରାଜା ଘୋଷଣା କରିଦେଲେ। ତିରୁମଲ୍ଲ ନାୟକ ଥିଲେ ନବ ନବ ଭାସ୍କର୍ଯ୍ୟର ପୂଜାରୀ। ଶିଳ୍ପୀ ମୂର୍ତ୍ତି ଖୋଦନ କରି ଚାଲିଥିବ, ସେ ତା ପଛରେ ଠିଆ ହୋଇ ପାଷାଣ ଭିତରୁ ଦେବରୂପର ଅଭିଦ୍ୱୟକୁ ମୁଗ୍ଧ ନୟନରେ ଲକ୍ଷ୍ୟ କରୁଥିବେ। କାର୍ଯ୍ୟ ନିମଗ୍ନ ତାଙ୍କର ଜଣେ ପ୍ରିୟ ଶିଳ୍ପୀ ହାତକୁ ସେ ଖଣ୍ଡିଏ ଖଣ୍ଡିଏ ପାନ ବି ବଢ଼ାଇ ଦେଉଥାନ୍ତି। ମଜାର କଥା, ଲାଙ୍ଗୁଳା ନରସିଂହଦେବ ପ୍ରସ୍ତୁତି ପଥରେ କୋଣାର୍କ ଆଗରେ ଠିଆ ହୋଇ ଏହିପରି ନମ୍ର ଆଚରଣ କରୁଥିବାର କିମ୍ବଦନ୍ତୀ ବି ରହିଛି। ନୂତନ ମନ୍ଦିରମାନ ନିର୍ମାଣ ସାଙ୍ଗକୁ ପୁରାତନ ମନ୍ଦିରମାନ ଆଗରେ ନୂତନ ଗୋପୁରମ୍ ନିର୍ମାଣ କରାଉଥିଲେ ତିରୁମଲ୍ଲ ନାୟକ। ହାୟ, 72 ଗୋପୁରମ୍ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡ଼ି ସେ କିନ୍ତୁ ହଠାତ୍ ଅନ୍ତର୍ହିତ ହୋଇଗଲେ। ଅନ୍ତର୍ହିତ ହୋଇଗଲେ କିମ୍ବା ସଶରୀରେ ସ୍ୱର୍ଗକୁ ଚାଲିଗଲେ ବୋଲି ଯେଉଁମାନେ ପ୍ରବଳ ଉତ୍ସାହରେ କହିଲେ, ସେମାନେ ଅବଶ୍ୟ ଅଧିକ କିଛି ଜାଣିଥିବେ। ସମୟକ୍ରମେ ଅନେକ ଚାପା କଣ୍ଠରେ ଯାହା କୁହାକୁହି ହେଲେ, ଅନ୍ତର୍ଧ୍ୟାନ ତଥ୍ୟଠୁ ତାହା ବହୁତ ପୃଥକ୍। ଦିନେ ରାଜା ଏକାକୀ ଥିବାବେଳେ ତାଙ୍କୁ ଜଣେ ବିଶ୍ୱସ୍ତ ଅମାତ୍ୟ ଆସି କହିଲେ କି, ଗୋଟିଏ ପ୍ରାଚୀନ ଦେଉଳ ଭିତରେ ବିପୁଳ ରତ୍ନରାଶି ଲୁଚି ରହିଥିବାର ପ୍ରମାଣ ମିଳୁଛି। ରାଜା ବିନା ଦେହରକ୍ଷୀରେ ସେ ଅମାତ୍ୟଙ୍କୁ ଅନୁସରଣ କରି
ଆଲୋକ ପବନ ବିରହିତ ଏକ ଭଗ୍ନପ୍ରାୟ କୋଠରୀ ଭିତରେ ପ୍ରବେଶ କରିବା ମାତ୍ରେ ଅମାତ୍ୟ ଜଣକ ବାହାରି ପଳାଇ ଆସିଲେ, କିନ୍ତୁ ରାଜା ପାରିଲେ ନାହିଁ। ସୁପରିକଳ୍ପିତ ଯୋଜନା ଅନୁସାରେ ଏକ ବିଶାଳ ଶିଳାଖଣ୍ଡ ଦ୍ୱାରା ଦେଉଳ ଦ୍ୱାର ହେଲା ଅବରୁଦ୍ଧ। ତିରୁମଲ୍ଲ ନାୟକଙ୍କୁ ଆଉ କେହି ଦେଖିଲେ ନାହିଁ। ଏ ଘଟଣା ଦୁର୍ଘଟଣାର କେଇ ପୁରୁଷ ପରେ ନାୟକ ବଂଶର ଜଣେ ମହିୟସୀ ମହିଳାଙ୍କୁ ମଧ୍ୟ ଏକାଦଶା ଭୋଗିବାକୁ ହୋଇଥିଲା। ଦକ୍ଷିଣ ଭାରତର ଏହି ଶାସିକାଙ୍କର ଜୀବନ ସୁଲତାନା ରାଜିଆଙ୍କଠୁ କମ୍ କରୁଣ ନୁହେଁ, କିନ୍ତୁ ଇତିହାସରେ ଇଏ ବିସ୍ମୃତ ପ୍ରାୟ। ଏହାଙ୍କ ନାମ ମଙ୍ଗମାଲ ବା ମଙ୍ଗମାଳା। ରାଜପୁତ୍ର ଶିଶୁ ହୋଇଥିବାରୁ ମଙ୍ଗମାଳା 15 ବର୍ଷ କାଳ ନିଜେ ସିଂହାସନରେ ବସି ଆଦର୍ଶ ଶାସିକା ରୂପେ ଜନପ୍ରିୟ ହୋଇଥିଲେ। ତାଙ୍କ ରାଜୁତି କାଳରେ ମଦୁରାଇର ବ୍ୟାପକ ଉନ୍ନତି ହୋଇଥିଲା। ପ୍ରଶସ୍ତ ପଥଘାଟ ଓ ସରୋବରରେ ସହର ହୋଇଥିଲା ସୁଗମ ସୁନ୍ଦର। ଦାନ ବିତରଣରେ ସେ ମୁକ୍ତହସ୍ତ ଥିଲେ। ତାଙ୍କର ଅପରାଧ ହେଲା ସେ ଜଣେ ସେନାପତିଙ୍କ ପ୍ରତି ବିଶେଷ ଅନୁରକ୍ତ ଥିଲେ। ଅନ୍ତତଃ ଅମାତ୍ୟ ମହଲ ସେହି ସନ୍ଦେହରେ ଘାରି ହେଲେ। ଯେଉଁଦିନ ରାଜପୁତ୍ର ଅଭିଷେକ ନିମନ୍ତେ ସର୍ବନିମ୍ନ ବୟସରେ ପଦାର୍ପଣ କଲେ, ସେହିଦିନ ଅମାତ୍ୟମାନେ ଦାବି କଲେ ରାଣୀ କ୍ଷମତା ହସ୍ତାନ୍ତର କରିଦିଅନ୍ତୁ। ସ୍ୱତଃ ପ୍ରବୃତ୍ତ ଭାବରେ ହିଁ ରାଣୀ ତାହା କରିଥାନ୍ତେ, କିନ୍ତୁ ଅମାତ୍ୟମାନଙ୍କ ଔଦ୍ଧତ୍ୟରେ ସେ କ୍ରୁଦ୍ଧ ହେଲେ। ସେ କହିଦେଲେ ତାଙ୍କୁ ସେ ଦିଗରେ ନିର୍ଦ୍ଦେଶ ଦେବାର ଅଧିକାର ଅମାତ୍ୟ ବର୍ଗଙ୍କର ନାହିଁ। ଈର୍ଷାକାତର ଅମାତ୍ୟ ଗୋଷ୍ଠୀ ତାହା ହିଁ ଚାହୁଁଥିଲେ। ରାଣୀ ପରମ୍ପରା ଭାଙ୍ଗି ଅମାତ୍ୟମାନଙ୍କୁ ଅମାନ୍ୟ କରୁଛନ୍ତି ଓ ରାଜପୁତ୍ରଙ୍କର ଅଭିଷେକ କରାଇ ଦେଉନାହାନ୍ତି। ଏହି ଅଭିଯୋଗରେ ବନ୍ଦୀ ହେଲେ। କିମ୍ବଦନ୍ତୀ କହେ ଦିନ ପରେ ଦିନ ବାତାୟନ ଏପଟେ ଲୋଭନୀୟ ଖାଦ୍ୟ ପଦାର୍ଥ ରଖାହୁଏ, କିନ୍ତୁ ରାଣୀଙ୍କୁ ତାହା ଦିଆ ହୁଏ ନାହିଁ। ଅନାହାରରେ ରାଣୀ ପ୍ରାଣତ୍ୟାଗ କଲେ। ଯେଉଁ କୋଠରୀରେ ବନ୍ଦିନୀ ରାଣୀ ରହିଥିଲେ ତାହା ଅଦ୍ୟାପି ରହିଛି। ନାୟକ ରାଜତ୍ୱର ସେ ଥିଲେ ଶେଷ ମଶାଲ। ବଂଶର ଗରିମା ତାପରେ ସ୍ତିମିତ ହୋଇଗଲା। ଦ୍ୱିତୀୟ ଥର ମଦୁରାଇ ଯାଇଥିଲି 1983 ମସିହାରେ ତାମିଲନାଡୁ ସରକାରଙ୍କ ଅତିଥି ରୂପେ ରାଜ୍ୟ ଭ୍ରମଣ ଅବସରରେ। ଅତିଥି ଭବନରୁ ପ୍ରଥମେ ହିଁ ମୋତେ ନାୟକ ପ୍ରାସାଦକୁ ନିଆଗଲା। ସେତେବେଳେ ସନ୍ଧ୍ୟା। ଯେମିତି ଦିଲ୍ଲୀର ଲାଲକିଲ୍ଲାରେ, ସେମିତି ଏଠି ବି ଧ୍ୱନି ଓ ଆଲୋକ ସାହାଯ୍ୟରେ ଦୈନିକ ସନ୍ଧ୍ୟାରେ ମଦୁରାଇର ଇତିହାସ ବିବୃତ କରାଯାଉଛି। ମୁଁ ସେଠାରେ ପହଞ୍ଚିବା ବେଳକୁ ଉଦାତ୍ତ କଣ୍ଠରେ 2000 ବର୍ଷ ତଳର ଜନୈକ ପାଣ୍ଡ୍ୟ ରାଜାଙ୍କର ବିସ୍ମୟ ଓ ବିରକ୍ତି ପରିବେଶିତ ହେଉଥିଲା, ଅବଶ୍ୟ ଇଂରାଜୀରେ। ପାଣ୍ଡ୍ୟ ଶାସନରେ ଅନ୍ୟାୟ? ଅସମ୍ଭବ। କିଏ ତୁମେ ଦୁରାଗତା ନାରୀ, ଏଡ଼େ ବଡ଼ ଅସତ୍ୟ ଅଭିଯୋଗ କରିବାକୁ ସାହସ କଲ? ମହିଳା କିନ୍ତୁ ଅସତ୍ୟ ଅଭିଯୋଗ କରୁନଥିଲେ। ତହିଁ ପୂର୍ବଦିନ ମାତ୍ର ସେ ଆସି ମଦୁରାଇରେ ପହଞ୍ଚିଥିଲେ, ଏହି ପ୍ରାଚୀନ ଓ ପ୍ରଖ୍ୟାତ ନଗରୀରେ ଜୀବନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବା ମାନସରେ। କିନ୍ତୁ ରାଜାଙ୍କର ସାମାନ୍ୟ ଅସାବଧାନତା ଯୋଗୁଁ ତାଙ୍କର ସର୍ବନାଶ ହୋଇଯାଇଥିଲା। ସେ କାହାଣୀ ସଂକ୍ଷେପରେ କହିବାକୁ ହେଲେ, ସେ ଯେଉଁ ଦୂରବର୍ତ୍ତୀ ନଗରୀରୁ ଆସିଥିଲେ ସେଠାରୁ କଥାରମ୍ଭ କରିବାକୁ ହେବ। ମୋ ତାମିଲନାଡୁ ଭ୍ରମଣର ପ୍ରଥମ ରାତ୍ରି ସେହି ଭୂତ ନଗରୀରେ ବିତିଥିଲା। ଭ୍ରମଣ କ୍ରମର ଶେଷ ରାତ୍ରି ମଧ୍ୟ ଯୋଗକୁ ସେହି ଅପୂର୍ବ ସ୍ଥାନରେ କଟିଥିଲା। ତାମିଲନାଡୁ ସାଂସ୍କୃତିକ ବିଭାଗ ଅନୁରୋଧରେ ଏ ଭ୍ରମଣରେ ବାହାରିଥିଲି। ସେମାନଙ୍କ ପାଇଁ ଗୋଟିଏ ଭ୍ରମଣ ରଚନା ଲେଖିଦେବାକୁ ହେବ। ଉତ୍ତମ କାରଟିଏ, ସୁଶିକ୍ଷିତ ମାର୍ଜିତ ଜଣେ ଗାଇଡ୍ ସାଙ୍ଗକୁ ସରକାରଙ୍କର ଦକ୍ଷତମ ଡ୍ରାଇଭରମାନଙ୍କ ଭିତରେ ଜଣେ ବୋଲି ବିବେଚିତ
ଓ ମୁଖ୍ୟମନ୍ତ୍ରୀ MGRଙ୍କ ପ୍ରିୟ କାର୍ ଚାଳକଙ୍କୁ ଯୋଗାଇ ଦିଆଯାଇଥିଲା। ଜଣେ ଲେଖକଙ୍କୁ ଯେତେବେଳେ ଅତିଥି କରି ନେଉଛୁ ସେତେବେଳେ ତାଙ୍କୁ ଯଥାର୍ଥ ସମ୍ମାନ ଦେଖାଇବା ଆମର କର୍ତ୍ତବ୍ୟ ବୋଲି କହିଥିଲେ ସଚିବ ମହୋଦୟ। ଡ୍ରାଇଭରଙ୍କ ପାଖରେ ବସୁଥିବା ବ୍ୟକ୍ତିଟି ଜଣେ ଫଟୋଗ୍ରାଫର ତଥା ମେକାନିକ। ଗାଡ଼ିରେ କିଛି ସମସ୍ୟା ଦେଖାଦେଲେ ସମ୍ଭାଳିବେ। ସେ ଭଦ୍ରଲୋକ ସିଗାରେଟ୍ ପିଅନ୍ତି। ଏତକ ମୁଁ ଦୈବାତ୍ ଜାଣିଲି ତାଙ୍କ ସହ ବୁଲିବାର ପଞ୍ଚମ ଦିନ। ଏଡ଼େ ସତର୍କ ଭାବରେ ଲୁଚାଇ ସିଗାରେଟ୍ ପିଇ ସେ ମୁହଁ ଧୋଇ କରି ନିଜ ସ୍ଥାନରେ ଆସି ବସୁଥିଲେ। 3 ଜଣ ଯାକ ଥିଲେ ସମ୍ଭ୍ରମ ଓ ସୌଜନ୍ୟର ମଧୁର ଦୃଷ୍ଟାନ୍ତ। ତେଣୁ ସେ ଭ୍ରମଣ ଅବିସ୍ମରଣୀୟ ରହିଛି। ସେ ନଗରୀ ପୁମ୍ପୁହର ବା ପୁହର, ଅନ୍ୟ ନାମ କାବେରୀପଟ୍ଟିନମ୍। ପୁହର ଅର୍ଥ ସମୁଦ୍ର ସଙ୍ଗମ, ପୁମ୍ପୁହର ଅର୍ଥ ବୋଧହୁଏ ଉଦ୍ଦାମ ସମୁଦ୍ର ସଙ୍ଗମ। 2500 ବର୍ଷରୁ ଅଧିକ କାଳ ତଳେ କାବେରୀ ନଦୀର ସମୁଦ୍ର ସଙ୍ଗମଠାରେ ଅବସ୍ଥିତ ପୁମ୍ପୁହର ଥିଲା ଏକ ସୁନ୍ଦର ଓ ସମୃଦ୍ଧ ନଗରୀ। ରୋମ୍, ଗ୍ରୀସ୍ ଓ ଅନ୍ୟାନ୍ୟ ସଭ୍ୟ ଦୂରଦେଶର ବାଣିଜ୍ୟ ପୋତମାନଙ୍କରେ ମୁହାଣ ଭରି ରହିଥିଲା। ଚୋଳ ରାଜାଙ୍କର ଏହି ରାଜଧାନୀରେ ବଣିକମାନେ ସେମାନଙ୍କ ଗଚ୍ଛିତ ପଣ୍ୟଦ୍ରବ୍ୟ ଉପରେ ପ୍ରହରୀ ରଖୁନଥିଲେ। ବିପଣୀମାନଙ୍କର ଦ୍ୱାର ରାତିରେ ଉନ୍ମୁକ୍ତ ରହୁଥିଲା, କାରଣ ନଗରୀକୁ ଜଗୁଥିଲା ଏପରି ଏକ ଅଦୃଶ୍ୟ ରାକ୍ଷସ ଯିଏ ଚୋର ତାକୁ ଦେଖିଲେ ଉଠାଇ କଚାଡ଼ି ଦେବ, ନହେଲେ ସେମାନଙ୍କୁ ଏମିତି ଯାଦୁ କରିଦେବ ଯେ ଚୋରିମାଲ ମୁଣ୍ଡାଇ ସେମାନେ ସାରା ରାତି ସହର ଭିତରେ ବିଭ୍ରାନ୍ତ ହୋଇ ବୁଲୁଥିବେ। ପୁମ୍ପୁହରରେ ଥିଲା ଏକ ସୁଶୀତଳ ପୁଷ୍କରିଣୀ। ଏହାକୁ ପ୍ରଦକ୍ଷିଣ କରି ଏଥିରେ ସ୍ନାନ କଲେ ମୂକର କଣ୍ଠ ଏବଂ ଅନ୍ଧର ଦୃଷ୍ଟି ଖୋଲି ଯାଉଥିଲା। ଅନତି ଦୂରରେ ଥିଲା ଏକ ଅଦ୍ଭୁତ ସ୍ତମ୍ଭ। ପାଗଳ, ମଦ୍ୟପ କିମ୍ବା ସର୍ପଦଂଷ୍ଟ ବା ଅନ୍ୟ କାରଣରୁ ବିଷକ୍ରାନ୍ତ ମଣିଷ ଏ ସ୍ତମ୍ଭ ଚାରିପଟେ ବୁଲି ବୁଲି ପ୍ରକୃତିସ୍ଥ ହୋଇପାରୁଥିଲେ। ତେବେ ନଗରୀର ସମସ୍ତ ଅତିଭୌତିକ ପ୍ରତିଷ୍ଠାନ ଭିତରେ ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା ଏକ ପରିଜାତୀୟ ପାଷାଣ ପ୍ରତିମା। ଯଦି କେବେ ସ୍ୱୟଂ ରାଜା କିଛି ଭୁଲ ବା ଅନ୍ୟାୟ କରୁଥିଲେ, ତେବେ ଏ ପ୍ରତିମାର ଆଖିରୁ ଅଶ୍ରୁ ଝରୁଥିଲା। ପ୍ରାୟ 2000 ବର୍ଷ ତଳେ ଜଣେ ବିରାଗୀ ରାଜପୁତ୍ର ଇଙ୍ଗାଲୋ ଆଦିଗଲଙ୍କ ଲିଖିତ ତାମିଲ କାବ୍ୟୋପନ୍ୟାସ ଶିଲାପପଦ୍ଦିକରମରେ ସମୁଦ୍ର ଉପକୂଳବର୍ତ୍ତୀ ବିସ୍ମୟକର ନଗରୀ ପୁମ୍ପୁହରର ଏହି ପରିଚୟ ପଢ଼ିବାକୁ ମିଳେ।